ଦେଖନ୍ତୁ ସୁନା ଆଉ ରୂପା ବର୍ତ୍ତମାନ ଯଦି ଦେଖିବା ଯେ ତେଲ ଉପରେ ବି ଡିପେଣ୍ଡ କରୁଛି, ଡଲାର ଉପରେ ଡିପେଣ୍ଡ କରୁଛି। ବର୍ତ୍ତମାନ ସୁନା ପାଖାପାଖି ଆପଣ ଦେଖିବେ 1,35,750 କ୍ୟାରେଟ, 1,48,000 ପାଖାପାଖି 24 କ୍ୟାରେଟ, 2,40,000 ପାଖାପାଖି ସିଲଭର ରହିଛି। ଏପଟେ ତା ସହିତ ଆପଣ ଯଦି ଦେଖିବା ଯେ ତେଲ WTI କ୍ରୁଡ୍ ଅଏଲ ଯଦି ଦେଖିବା ସେଇଟା ପାଖାପାଖି $100 ପାଖାପାଖି ପହଞ୍ଚିଲାଣି। ଆଉ ଏପଟେ ବ୍ରେଣ୍ଟ କ୍ରୁଡ୍ ଅଏଲ ପାଖାପାଖି $110, 106ରୁ 110 ଡଲାର ପାଖାପାଖି ପହଞ୍ଚିଲାଣି। ତେଣୁ ଏଇଟା ଗୋଟେ କନସର୍ନ, ଯେତେବେଳେ ତେଲ ବଢି ଯାଉଛି ତେଣୁ ଓଭରଅଲ୍ ଯଦି ମାର୍କେଟରେ ଇନଫ୍ଲେସନ ବଢିଯିବ ଦେନ୍ ଇଣ୍ଟରେଷ୍ଟ ରେଟ୍ ବି ବଢିଯିବ। ଇଣ୍ଟରେଷ୍ଟ ରେଟ୍ ବଢିଗଲେ ଗୋଲ୍ଡର ନିବେଶଟା କମିଯିବ। କିନ୍ତୁ ଅନ୍ୟ ଟାଇମରେ ଯେତେବେଳେ ମାର୍କେଟ ଭୋଲାଟିଲିଟି ରୁହେ ସେଫ୍ ହେଭେନ୍ ଯାଆନ୍ତି ନିବେଶ କରିବା ପାଇଁ ଗୋଲ୍ଡରେ। ତେଣୁ ବର୍ତ୍ତମାନ ସେଥିପାଇଁ କିଛି ନିବେଶକ ମାନେ ପ୍ରଫିଟ୍ ବୁକିଂ କରିଥାନ୍ତି, ସେଥିପାଇଁ ମଝିରେ ଖସିଥିଲା ବି। ବର୍ତ୍ତମାନ ଟାଇମରେ ଯାହା ଦେଖାଯାଉଛି ଯଦି ଇଏ ୱାର ଯଦି ବେଶୀ ଦିନ ଲାଗି ରହିବ ଦେନ୍ ଗୋଲ୍ଡର ଆପଣ ଯଦି ତେଲର ପ୍ରାଇସ୍ ବଢିଯାଏ ଦେନ୍ ସୁନାର ଆଉ ଟିକେ ପ୍ରାଇସ୍ ଖସିବାର ରହିବ। ଅଦରୱାଇଜ ଯଦି ୱାର ଏଣ୍ଡ ହଉଛି ବା ୱାର ଆପଣଙ୍କର ରହୁଛି ଯେ ଇଟ୍ ଇଜ ନାଇଁ ସିଜଫାୟାର ହେଇଯାଉଛି ଦେନ୍ ଗୋଟେ କୁଲ ଡାଉନ୍ ହବାର ଚାନ୍ସ ରହିଛି। ଯେହେତୁ ଟ୍ରମ୍ପଙ୍କର କଥାକୁ କେହି ବିଶ୍ୱାସ କରୁନାହାନ୍ତି, ଇଭେନ୍ ଇରାନ ବି ପ୍ରତ୍ୟାଖ୍ୟାନ କରୁଛି, ଟ୍ରମ୍ପ କଥା ନୁହନ୍ତୁ ଅନ୍ୟ କିଏ କଥା ହଉ। ତେଣୁ ଏସବୁ ଦିଗ ଭିତରେ ବର୍ତ୍ତମାନ ବି ୱାରର ସିଚୁଏସନ ବି ଟିକେ ଅଛି। ବର୍ତ୍ତମାନ ଟାଇମରେ ଆମେ ଯଦି ଦେଖିବା ଗୋଲ୍ଡ ଏଇ ମୋମେଣ୍ଟ ଭିତରେ ଭୋଲାଟିଲିଟି ବି ରହିବ, ବଟ୍ ଏଇ ମୋମେଣ୍ଟ ଆରି ଭିତରେ ରହିବ ବୋଲି ଯାହା ଆଶା କରାଯାଉଛି। ଧରନ୍ତୁ 1,20,ରୁ 1,40,000 ଭିତରେ ଆପଣ ଯଦି ଦେଖିବା 22 କ୍ୟାରେଟ କଥା କହିବା 1,20,ରୁ 1,40,000 ଭିତରେ। ଆଉ ଏପଟେ ଯଦି ଦେଖିବା ଆପଣଙ୍କର 1,40,ରୁ 1,60,000 ଭିତରେ, ଯୋଉଟା ଆପଣ 24 କ୍ୟାରେଟ କଥା କହିବା। ତେଣୁ ବର୍ତ୍ତମାନ ଟାଇମରେ ଏତେ ସାର୍ପ ମୁଭମେଣ୍ଟ ହବା ଟିକେ ଡିଫିକଲ୍ଟ, କାରଣ ବର୍ତ୍ତମାନ ଯୋଉ ସିଚୁଏସନ ରହିଛି ନିବେଶକ ମାନଙ୍କ ଭିତରେ ବି ବର୍ତ୍ତମାନ ବୁଝା ପଡ଼ିଲାଣି ଯେ ମାର୍କେଟ କୁଆଡେ ଯାଉଛି ଏବଂ ଇକୋନୋମିକ ସିଚୁଏସନ କୁଆଡେ ଯାଉଛି। ଆଉ ବର୍ତ୍ତମାନ ଏଇ ସିଚୁଏସନ ଭିତରେ ରହିବ। ବଢିଲେ ବି ଏଭଳିଆ ଅତ୍ୟଧିକ ବଢିବନି ବୋଲି ଯାହା ଆଶା କରାଯାଉଛି, ବଟ୍ ଖସିଲେ ବି ଧରନ୍ତୁ ସେଇ ଯୋଉ ଆଗରୁ ଯାହା ଆମେ କହୁଥିଲେ 1,20,25 ଭିତରେ ଆସିବ ବୋଲି, ସେଇ ଆସିଲା ଏବଂ ତାର ସେଇଠୁ ବୁଲିକି ଗଲା, ସେଇ ପାଖାପାଖି ରହିପାରେ। କ୍ରୁଡ୍ ଅଏଲ ଯଦି ବଢିଲା ଦେନ୍ ଯଦି କଣ୍ଟିନ୍ୟୁଅସ୍ ବଢିଗଲା ଦେନ୍ ସୁନାର ପ୍ରାଇସ୍ କିଛି କମିବାର ଚାନ୍ସ ରହିଛି। କାରଣ ବର୍ତ୍ତମାନ ଯଦି ସେଟା ଯଦି ମେଣ୍ଟେନ୍ କଲା କ୍ରୁଡ୍ ଅଏଲ ଯଦି ହାୟର ପ୍ରାଇସରେ ଦେନ୍ ସୁନାର ପ୍ରାଇସ୍ ଟିକେ କମିବାର ଚାନ୍ସ ରହିବ। କାରଣ ଏଥିରେ ଇନଫ୍ଲେସନ ଯେତେବେଳେ କ୍ରୁଡ୍ ଅଏଲ ବଢିଗଲେ ଇଣ୍ଟରେଷ୍ଟ ରେଟ୍ ବଢିବ, ଇନଫ୍ଲେସନ ବଢିଯିବ, ଇଣ୍ଟରେଷ୍ଟ ବଢିଲେ ଗୋଲ୍ଡର ନିବେଶଟା କମିଯିବ। ତେଣୁ ସେମାନେ ଡଲାରରେ ନିବେଶ କରିବେ। ବର୍ତ୍ତମାନ ଡଲାର ଯଦି ଦେଖିବେ ପାଖାପାଖି ଡଲାର ଷ୍ଟ୍ରଙ୍ଗ ହେଇଛି, ଡଲାର ଇଣ୍ଡେକ୍ସ ବି ବଢିଛି। ଓଭରଅଲ୍ ୱାର୍ଲଡରେ ଡଲାର ବି ଚାହିଦା ବଢିଛି, ପାଖାପାଖି 99.7 ପାଖାପାଖି ରହିଛି ଡଲାର ଇଣ୍ଡେକ୍ସ। ଆଉ ଏପଟେ ଯଦି ଦେଖିବା ଆପଣଙ୍କର ରୁପି ଏଗେନଷ୍ଟରେ ବି ଯଦି ଦେଖିବା 95 ପାଖାପାଖି ପହଞ୍ଚିଲାଣି, 94, 79, 80 ପାଖାପାଖି। ସେଇଟା ବି ଗୋଟେ ବଡ କନସର୍ନ। ସେଥିପାଇଁ ଯେତେବେଳେ ଡଲାର ବଢୁଛି ତେଣୁ ଆମକୁ ସୁନାର ପ୍ରାଇସ୍ ବି ଅଧିକା ପ୍ରାଇସ୍ ଦେବା ପାଇଁ ପଡିବ, କାରଣ ଆମେ ଇମ୍ପୋର୍ଟ କରୁଛେ, ଆପଣଙ୍କ ଡଲାର ଦଉଛେ। ଦେଖନ୍ତୁ ମାର୍କେଟ ଯଦି ଷ୍ଟକ୍ ମାର୍କେଟ କଥା କହିବା ବର୍ତ୍ତମାନ ଭ୍ୟାଲୁଏସନ ୱାଇଜ ଆଟ୍ରାକ୍ଟିଭ ଭ୍ୟାଲୁଏସନ ଅଛି। ଆଉ ନିବେଶକ ମାନେ ଆପଣଙ୍କର ଲାଷ୍ଟ କିଛି ଦିନ ହେଲାଣି ଫରେନ୍ FIIs, FPIs, ଆପଣଙ୍କର ଫରେନ୍ ପୋର୍ଟଫୋଲିଓ ଇନଭେଷ୍ଟର୍ସ, ଫରେନ୍ ଇନଷ୍ଟିଟ୍ୟୁସନାଲ ଇନଭେଷ୍ଟର୍ସ, ଏମାନେ ଯଦି ଦେଖିବା ଯେ ପ୍ରାୟତଃ ସେମାନେ କିଛି ପଇସା ବାହାର କରିଚାଲିଛନ୍ତି, ସେମାନେ ସିଫ୍ଟ କରିଛନ୍ତି ଚାଇନା, ତାଇୱାନ ଏସବୁ କଣ୍ଟ୍ରିକୁ। ବଟ୍ ଡୋମେଷ୍ଟିକ ଇନଭେଷ୍ଟର୍ସ ସେମାନେ ଦବେଇକି ଇନଭେଷ୍ଟମେଣ୍ଟ କରିଛନ୍ତି, 1 lakh crore ଏଭବ ସେମାନେ ନିବେଶ କରିଛନ୍ତି। ଯଦି ଆପଣ ଦେଖିବେ ମାର୍କେଟ ସିଚୁଏସନ ଭିତରେ ଭ୍ୟାଲୁଏସନ ଯଦି ଦେଖିବା 19.1 ପି ରେ ବର୍ତ୍ତମାନ ପି ମଲ୍ଟିପୁଲରେ ବର୍ତ୍ତମାନ ନିଫ୍ଟି ଟ୍ରେଡ୍ କରୁଛି, ଯୋଉଟାକି ଲାଷ୍ଟ ଯଦି ଆମେ ଗଲ୍ଫ ୱାର ପରେ ଯଦି ଆଭରେଜ 10 yearsର ବି ଆଭରେଜ ଦେଖିବା ସେଟା ଆପଣଙ୍କର ପାଖାପାଖି 20 ପଏଣ୍ଟ ସମର ଥିଲା, ବଟ୍ ଯୋଉଟାକି ବର୍ତ୍ତମାନ ମାର୍କେଟ ଭ୍ୟାଲୁଏସନ ଇଟ୍ ଇଜ ଭେରି ଚିପର। ତା ସହିତ ମିଡ୍ କ୍ୟାପ୍ ସ୍ମଲ୍ କ୍ୟାପ୍ ବି ଯଦି ଦେଖିବା ସିଏ ବି ଆପଣଙ୍କର ଲୋଏଷ୍ଟ ପିରେ ରହିଛି, ମାନେ ଯୋଉଠି ଆପଣ ଚିପର ଭ୍ୟାଲୁଏସନ ରହିଛି ଇଣ୍ଡିଆନ ମାର୍କେଟ ପାଖାପାଖି ଯଦି ଦେଖିବା ପାଖାପାଖି 15% ପାଖାପାଖି ମାର୍କେଟ କ୍ରାସ୍ କଲାଣି ଏଇ ୱାର ସିଚୁଏସନ ପାଇଁ। ଆମେରିକାନ ମାର୍କେଟ ବି ପାଖାପାଖି ମୋର ଦାନ୍ 10% କ୍ରାସ୍ କଲାଣି। ସମର 1.8 ଟ୍ରିଲିୟନ ଡଲାର ମାର୍କେଟ କ୍ୟାପ୍ ୱାଇପ୍ ଆଉଟ୍ ହେଇଛି ଆମେରିକାର ବି, ତେଣୁ ଏଥିରେ ଆମେରିକା ବି ଲସ୍ ହୋଇଛି। ଭାରତୀୟ ବଜାର ଯଦି ଦେଖିବା ମୋତେ ଯାହା ଜଣାପଡୁଛି ଇଟ୍ ଇଜ ଆଟ୍ରାକ୍ଟିଭ ଭ୍ୟାଲୁଏସନ।
ଏଇ जो लोअर मार्केट रे विदाउट पैनिक इंडियन इकोनॉमी इंडियन स्ट्रांग फंडामेंटल्स ऊपर आम भरोसा करके बर्तमान 20-25% 30% करके आम निवेश करुवा दरकार एट प्राइमरी इन्वेस्टमेंट्स कले रिटर्न इन्वेस्टमेंट्स बहुत अधिक आसीबा आउ आगुरु जते भी आम देखिचे वार जिते बड़े जदि बॉटम रु जदि मार्केट पिक नहीं नेक्स्ट 6 मंथ्स भीतर पाखा 100% 15% गोटे जगार 60% 35% भी मार्केट रिकवर होती तेणु आगुर जिते भी फल करे फल भी पुणी मार्केट रिकवर से हिसाब से करे तेणु बर्तमान टाइम आम पैनिक हवा कथा नुहे पैनिक हेले विल मेकिंग लॉसेस ट्रेडिंग न करिया दरकार ट्रेडिंग न करके निवेश करिया दरकार म्यूचुअल फंड्स इज द बेटर प्लेटफॉर्म बिकॉज फंड मैनेजर एक्सपर्टाइज से यूज होची निवेश कले आम फाइनेंशियल गोल को अचीव कर परिबा।